କାରଣ ଆମେ ତୁମ ସଙ୍ଗରେ ଅଛୁ। ଭୟ କର ନାହିଁ, ମୁଁ ତୁମ ସହିତ ଅଛି। ନିରାଶ ହୁଅ ନାହିଁ, ଆମେ ତୁମର ପରମେଶ୍ୱର। ଆମେ ତୁମକୁ ସବଳ କରିବା। ହଁ, ଆମେ ତୁମର ସାହାଯ୍ୟ କରିବା। ଦେଖନ୍ତୁ, ବେଳେ ବେଳେ ଲୋକେ ଶପଥ କରନ୍ତି ଆମମାନଙ୍କ ନିକଟରେ, ପ୍ରତିଜ୍ଞା କରନ୍ତି, ଆମେ ତୁମ ପାଇଁ ଏହା କରିବୁ, ଆମେ ତୁମ ଜୀବନରେ ଶେଷ ପର୍ଯ୍ୟନ୍ତ ରହିବୁ, ଆମେ এই ବିଷୟ ତୁମକୁ ଦେବୁ, ଅନେକ ବିଷୟ କଥା କୁହନ୍ତି, ଶପଥ କରନ୍ତି। সেই ଶପଥକୁ ସଫଳ କରିପାରିବେ ନାହିଁ। କିନ୍ତୁ ମହାନ ପରମେଶ୍ୱର କହୁଛନ୍ତି, ଭୟ କର ନାହିଁ, ଆମେ ତୁମ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, ଆମେ ତୁମର ପରମେଶ୍ୱର। ଆମେ ତୁମକୁ ସବଳ କରିବା। କହୁଥିବା ପରମେଶ୍ୱର ଆପଣା କଥା ବିଷୟରେ କେବେ ବି ସେ ବିଫଳ ହୁଅନ୍ତି ନାହିଁ। ତାଙ୍କର କଥା, ତାଙ୍କ ମୁଖରୁ ନିର୍ଗତ କଥା କେବେ ବି ଅନ୍ୟଥା ହୁଏ ନାହିଁ। ସେଗୁଡ଼ିଏ କଥା କହିଲେ, ଶପଥ କହିଲେ ସେଇ କଥାକୁ ସେ ଭୁଲି ଯାଆନ୍ତି ନାହିଁ। ସେ କୁହନ୍ତି, ଆମେ ଆପଣ ବାକ୍ୟକୁ ସ୍ମରଣ କରୁ। ଆବ୍ରାହମଙ୍କ ବିଷୟରେ ଗୋଟେ କଥା କହିଲେ କି ସେଇ ବାକ୍ୟକୁ ସେ ସ୍ମରଣ କରିଥିବେ। ଅନ୍ୟ ଭକ୍ତମାନଙ୍କ ବିଷୟରେ ଗୋଟେ କଥା କହିଛନ୍ତି କି ସେଇ କଥାକୁ ସେ ସ୍ମରଣ କରନ୍ତି। କେବେ ହେଲେ ବି ତାଙ୍କର କଥା ବିଫଳ ହୁଏ ନାହିଁ। ବିଫଳ ନ ହେବା ପରମେଶ୍ୱର କହୁଥିବା ବିଷୟ ଆମମାନଙ୍କ ଜୀବନରେ ସେ ସାହସ ଦେଇ, ଭରସା ଦେଇ କହୁଥିବା ବିଷୟ, ଭୟ କର ନାହିଁ, ଆମେ ତୁମ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, ଆମେ ତୁମର ପରମେଶ୍ୱର।